1997 ଯେତେବେଳେ ବିଜୁ ଜନତା ଦଳ ଗଠନ କରାଗଲା ସେବେଠାରୁ ମୋ ମା ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ନେତୃତ୍ୱରେ ଯେତେବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଜନତା ଦଳରୁ ବିଜୁ ଜନତା ଦଳ ହେଲା ସେବେଠାରୁ ଆଜିକୁ ପାଖାପାଖି 27 ବର୍ଷ ଧରି ମୁଁ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରି ଆସିଛି ଏବଂ ବିଜୁ ଜନତା ଦଳ ସଂଗଠନକୁ ମଜବୁତ କରିବା ପାଇଁ ଖଣ୍ଡପଡ଼ାରେ କିଭଳି ଭାବରେ ପ୍ରତ୍ୟେକ କ୍ଷେତ୍ରରେ ଲୋକମାନଙ୍କ ପାଖରେ ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିରନ୍ତର ଭାବରେ ଚେଷ୍ଟା ଜାରି ରଖିଛି ଏବଂ ସେ କାର୍ଯ୍ୟ କରୁଥିଲା ବେଳେ ନିଶ୍ଚିତ ଭାବରେ ଯେତେବେଳେ 2019ରେ ମୋ ପ୍ରଥମେ ଟିକେଟ କଟିଲା ସେତେବେଳେ ନିଶ୍ଚିତ ଭାବରେ ମନକୁ ଆଘାତ ଲାଗିଥିଲା କିନ୍ତୁ ତା ସତ୍ତ୍ୱେ ମଧ୍ୟ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶକୁ ମାନି ଦଳର ପ୍ରାର୍ଥୀଙ୍କୁ ଆମେ ବିପୁଳ ଭୋଟ ବ୍ୟବଧାନରେ ଖଣ୍ଡପଡ଼ା ନିର୍ବାଚିତ କରିଥିଲୁ କିନ୍ତୁ ଦୁର୍ଭାଗ୍ୟବଶତଃ ଯିଏ ନିର୍ବାଚିତ ହେଲେ ସେ ଖଣ୍ଡପଡ଼ା ମାଟି ଆଉ ମାଡ଼ିଲେ ନାହିଁ। ତେଣୁ ତାପରେ ଖଣ୍ଡପଡ଼ା ଜନସାଧାରଣ ଯେଉଁଭଳି ଭାବରେ ଗୋଟେ ଅନାଥ ଅବସ୍ଥାରେ ରହିଲେ ବାପା ମା ଛେଉଣ୍ଡ ଅବସ୍ଥାରେ ତାକୁ ଦେଖିକରି ନିଶ୍ଚିତ ଭାବରେ ଖଣ୍ଡପଡ଼ାର ମାଟିର ପୁଅ ହିସାବରେ ମୋତେ ବହୁତ ଦୁଃଖ ଦେଇଥିଲା ଏବଂ ଦୀର୍ଘ 5 ବର୍ଷ ଧରି ଖଣ୍ଡପଡ଼ା ପାଇଁ ଖଣ୍ଡପଡ଼ା ଲୋକଙ୍କ ପାଇଁ ଖଣ୍ଡପଡ଼ା ଲୋକ କିଭଳି ଭାବରେ ସୁବିଧା ପାଇବେ ସେଥିପାଇଁ ଚେଷ୍ଟା କରି ଆସୁଥିଲି ଏବଂ ଆଶା କରିଥିଲି କି ଯେଉଁଭଳି ଭାବରେ ଦଳର ସଂଗଠନକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିଛି ଏବଂ ଜନମାନସରେ ଯେଉଁଭଳି ଭାବରେ ଲୋକମାନଙ୍କର ସମର୍ଥନ ରହିଛି ଭଲ ପାଇବା ରହିଛି ତାକୁ ପାଥେୟ କରି ନିଶ୍ଚିତ ଭାବରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଖଣ୍ଡପଡ଼ାରେ ଲଢ଼ିବା ପାଇଁ ପୁଣି ସୁଯୋଗ ମିଳିବ କିନ୍ତୁ ପୁଣି ଥରେ ଗତ ଥର ଯେଉଁଭଳି ଭାବରେ ଅବିଚାର କରାଯାଇଥିଲା 2019ରେ ପୁଣି ଥରେ 2024ରେ ମଧ୍ୟ ତାଠାରୁ ବଡ଼ ଅନ୍ୟାୟ ହେଇଗଲା ଏବଂ ଏଭଳି ଅନ୍ୟାୟ ହେଲା ଯେତେବେଳେ କି ଯାହାଙ୍କୁ ପ୍ରାର୍ଥୀ କଲେ ସିଏ ଜଣେ ଏଭଳି ବ୍ୟକ୍ତି ଯିଏକି ପୂର୍ବରୁ ଗଞ୍ଜେଇ ବେପାର କରିକି ତାଙ୍କ ନାଁରେ ୱାରେଣ୍ଟ ରହିଛି ଯାହାର ପ୍ରମାଣ ମୁଁ ବିଧାନସଭାର ପ୍ରଶ୍ନରେ ଉତ୍ତରରେ ମୁଁ ପାଇପାରିଥିଲି ଏବଂ ଜାଣିବାକୁ ପାଇଥିଲି କି ଆମର ଅଞ୍ଚଳରେ ଶ୍ରୀ ବେଣୁଧର ପ୍ରଧାନଙ୍କ ନାଁରେ ଅନେକ ଗୁଡ଼ିଏ ୱାରେଣ୍ଟ ରହିଛି ଯେଉଁଥିରେ ସେ ଗଞ୍ଜେଇ ବେପାର ଆଗରୁ କରିଛନ୍ତି ଏବଂ ତା ସହିତ ମଧ୍ୟ ସେ ସ୍ୱର୍ଗତ ଗୁରୁବାରୀ କର ଯେ ବ୍ଲକ ଚେୟାରମ୍ୟାନ୍ ଥିଲେ ତାଙ୍କର ମର୍ଡର କରିଥିଲେ ବୋଲି ଆଜିକା ଦିନରେ ତାଙ୍କ ନାଁରେ କେସ୍ ଜାରି ରହିଛି ଏବଂ କୋର୍ଟରେ ମଧ୍ୟ ସେ କେସ୍ର ଫଇସଲା ଏପର୍ଯ୍ୟନ୍ତ ଆସିନାହିଁ। ତେଣୁ ଏଭଳି ଜଣେ ବ୍ୟକ୍ତି ତାଙ୍କର ଧର୍ମପତ୍ନୀଙ୍କୁ ଯିଏ କେତେ ପାଠ ପଢ଼ିଛନ୍ତି ମୁଁ କହିପାରିବି ନାହିଁ ତା ବିଷୟରେ ସିଏ ଭଲ ଭାବରେ କହିପାରିବେ ଏଭଳି ଜଣେ ବ୍ୟକ୍ତିଙ୍କୁ ଏଠି ପ୍ରାର୍ଥୀ କରାଗଲା ଯାହାଙ୍କର ନା ଦଳ ପ୍ରତି କିଛି ଅବଦାନ ରହିଛି ନା ଦଳର ସଂଗଠନକୁ ମଜବୁତ କରିବା ପାଇଁ କିଛି ଅବଦାନ ରହିଛି ନା କୌଣସି ପ୍ରକାର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ସେଭଳି କିଛି କାର୍ଯ୍ୟ କରିକି ଦେଖାଇ ପାରିଛନ୍ତି। ତେଣୁ ସେଇ କ୍ଷେତ୍ରରେ ମୁଁ ଅତ୍ୟନ୍ତ ଭାବରେ ଦୁଃଖିତ ହେଇ ମର୍ମାହତ ହେଇ ଏବଂ ଯେଉଁ ଅନ୍ୟାୟ କରାଯାଇଛି ସେ ଅନ୍ୟାୟ ବିଷୟରେ ଲଢ଼ିବା ପାଇଁ ଖଣ୍ଡପଡ଼ା ମାଟି ପାଇଁ ଲଢ଼ିବା ପାଇଁ ଆଜି ପର୍ଯ୍ୟନ୍ତ ଦଳ ପାଇଁ ଲଢ଼ୁଥିଲି ଦଳ ପାଇଁ କାର୍ଯ୍ୟ କରୁଥିଲି ଆଗକୁ ଖଣ୍ଡପଡ଼ା ମାଟି ପାଇଁ ଲଢ଼ିବାର ଅଛି ଖଣ୍ଡପଡ଼ା ମାଟି ପାଇଁ ଲଢ଼ିବା ପାଇଁ ଯେହେତୁ ସୁଯୋଗ ମିଳିଲା ନାହିଁ ବର୍ତ୍ତମାନ ଖଣ୍ଡପଡ଼ା ମାଟିକୁ ଆଗକୁ ନେବା ପାଇଁ ଖଣ୍ଡପଡ଼ା ମାଟିର ବିକାଶ କରିବା ପାଇଁ ମୁଁ ଲଢ଼େଇ କରିବା ପାଇଁ ପ୍ରସ୍ତୁତ ଅଛି ସେଇଥିପାଇଁ ମୁଁ ଦଳ ଛାଡ଼ିଲି। ଦେଖନ୍ତୁ ସେଇଟା ତ ଦଳର ଶୀର୍ଷ ନେତୃତ୍ୱ ବିଚାର କରିବେ ସେ କାହାକୁ ରଖିବେ କାହାକୁ ନ ରଖିବେ ତେଣୁ ସେ ବିଷୟରେ ନିଶ୍ଚିତ ଭାବରେ 2004 ମସିହାରେ ମଧ୍ୟ ସେଇଭଳି ଭାବରେ ଜଣେ ଗଞ୍ଜେଇ ବେପାରୀଙ୍କୁ ଟିକେଟ ଦିଆଯାଇଥିଲା ବିଜୁ ଜନତା ଦଳ ତରଫରୁ ଏବଂ ସେ ଗଞ୍ଜେଇ ବେପାରୀ ମଧ୍ୟ ଏଠି ହାରିକି ଯାଇଥିଲେ। ଆଜି ମଧ୍ୟ ପୁଣି ଥରେ ଜଣେ ଗଞ୍ଜେଇ ବେପାରୀଙ୍କର ଧର୍ମପତ୍ନୀଙ୍କୁ ଟିକେଟ ଦିଆଯାଇଛି ଯାହାଙ୍କ ନାଁରେ ୱାରେଣ୍ଟ ରହିଥିଲା ଆଗରୁ ଯାହାର ବିଧାନସଭାର ଉତ୍ତର ମୋ ପାଖେ ରହିଛି ଏବଂ ସେଭଳି ବ୍ୟକ୍ତିଙ୍କୁ ଯେତେବେଳେ ଦିଆଯାଉଛି ଏବଂ ଗତ ଥର 2019ରେ ମଧ୍ୟ ଜଣେ ବିଦେଶୀଙ୍କୁ ଆଣିକି ଏଠି ଭର୍ତ୍ତି କରି ଦିଆଗଲା ଯାହାଙ୍କର ଖଣ୍ଡପଡ଼ା ପ୍ରତି ନା କୌଣସି ଭଲ ପାଇବା ଥିଲା ନା ଖଣ୍ଡପଡ଼ା ପ୍ରତି ତାଙ୍କର କୌଣସି କାର୍ଯ୍ୟ କରିବାର ଇଚ୍ଛା ଶକ୍ତି ଥିଲା ନା ଖଣ୍ଡପଡ଼ାକୁ କୌଣସି ପ୍ରକାର ଆଗକୁ ନେବା ପାଇଁ ସେ କୌଣସି କାର୍ଯ୍ୟ କଲେ 5 ବର୍ଷରେ ଖଣ୍ଡପଡ଼ାରେ ତାଙ୍କର ଦେଖା ଦର୍ଶନ ମଧ୍ୟ ମିଳିଲା ନାହିଁ। ଦେଖନ୍ତୁ ମୁଁ ତ ସେଇ କଥା ଲେଖିଛି ମୋର ଇସ୍ତଫାପତ୍ରରେ ମୁଁ ଆପଣଙ୍କୁ ଭଲ ଭାବରେ ଯଦି ଆପଣ ଇସ୍ତଫାପତ୍ରକୁ ଦେଖିବେ ମୁଁ ସେଥିରେ ଲେଖିଛି କି ଦଳ ନିଶ୍ଚିତ ଭାବରେ ମୋତେ ବ୍ୟବହାର କରିଛି ଗୋଟେ ଅସ୍ତ୍ର ହିସାବରେ ଯେତେବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳ ବିରୁଦ୍ଧରେ ସରକାର ବିରୁଦ୍ଧରେ ଏବଂ ବିଶେଷ ଭାବରେ ଦଳର ଶୀର୍ଷ ନେତୃତ୍ୱ ବିରୁଦ୍ଧରେ ଯେଉଁଭଳି ଭାବରେ ଆରୋପ ଆଣୁଥିଲେ ସେଇ ଆରୋପ ବିରୁଦ୍ଧରେ ମୋତେ ନିଶ୍ଚିତ ଭାବରେ ଯାହା ଦଳ ନିର୍ଦ୍ଦେଶ ଦେଇଥିଲା ସେଇ ଅନୁସାରେ ମୁଁ ଦଳ ପାଇଁ ତାଙ୍କର ବକ୍ତବ୍ୟ ଉପରେ ମୋର ଟିପ୍ପଣୀ ଦେଇଥିଲି ଏବଂ ଦଳ ପାଇଁ ସଦାସର୍ବଦା ଦଳକ ସଂଗଠନକୁ ମଜବୁତ କରିବା ପାଇଁ ଖାଲି ଖଣ୍ଡପଡ଼ାରେ ନୁହେଁ ମୁଖପାତ୍ର ହିସାବରେ ମଧ୍ୟ ଏବଂ ଦଳ ଆଉ ଯାହା ଦାୟିତ୍ୱ ଯେବେ ବି ଦେଇଛି ସେ ଦାୟିତ୍ୱ ଠିକ ଭାବରେ ନିର୍ବାହ କରିଛି ଏବଂ ସେ କଥା ଦଳ ମଧ୍ୟ ଭଲ ଭାବରେ ଅବଗତ ଅଛି। ସେ କଥା ଯିଏ ଦେଇଥିବ ସେ ନେଇଥିବ ସେ ଜାଣିଥିବ ମୋ ପାଖରେ ସେଭଳି କୌଣସି ସୂଚନା ନାହିଁ। ମୁଁ ଯାହା କହିଲି ଯାହା ନିଷ୍ପତ୍ତି ଦଳର ଶୀର୍ଷ ନେତୃତ୍ୱ ନେଇଛନ୍ତି ସେ ନିଷ୍ପତ୍ତି ତାଙ୍କର କୋଉ ବେସିସରେ ନେଇଛନ୍ତି କୋଉ ଗ୍ରାଉଣ୍ଡରେ ନେଇଛନ୍ତି ସେଟା ସେମାନେ ହିଁ ଭଲ ଭାବରେ କହିପାରିବେ ସେ ବିଷୟରେ ମୋ ପାଖେ ତଥ୍ୟ ନାହିଁ। ଦେଖନ୍ତୁ ମୁଁ ଆଗରୁ କହିଲି କି ମୁଁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର
सर्वांगीन विकास करने सदा सर्वदा कार्य कर विधायक थिबा समय 5 वर्ष में 500 कोटी ऊर्ध्व टंका खंडपड़ा निर्वाचन मंडल विकास करने आम अनुदान आनीपारे एवं आगामी दिन में मोर लक्ष्य रही जो भाव में खंडपड़ार आहरी विकास हो पार जो भाव में बर्तमान विद्युतर समस्या रही जो भाव में पीवा पानी समस्या रही जो भाव में जलसेचन समस्या रही से समस्या गुड़िकर समाधान करने खंडपड़ा अंचल को आहरी आगू नापी एक श्रेष्ठ निर्वाचन मंडली परिकल्पना को साकार करने निरंतर भाव में चेष्टा जारी रही और निश्चित भाव में खंडपड़ा लोकों सेवा करने आगामी निर्वाचन में लड़िया प्रस्तुत हूँ। देखो बर्तमान तो सबू दल समस्त प्रार्थी दे सारी बर्तमान आगामी काली स्वाधीन प्रार्थी हिसाब से नामांकन पत्र दाखल करने जाऊँ। हेलो 10th एग्जामिनीज आपण मैंने एमती एक स्कूल खोजुंट कि जो इंटीग्रेटेड कोचिंग पाई परिबे तेबे टीएससी गुरुकुल जोग दियंतु जा एकेडमिक लर्निंग पार्टनर फिजिक्स वाला सहित अनुमोदित कॉल 9438782020।